ଖେଳିବା ବୁଲିବା ବୟସରେ ତା ଗୋଡ଼ରେ ବେଡ଼ି ପଡ଼ିଛି। ସାଙ୍ଗସାଥୀ ବନ୍ଧୁ ବାନ୍ଧବ ସମସ୍ତଙ୍କ ପାଇଁ ସେ ଆଜି ଅଲୋଡ଼ା ପାଲଟିଛି। ଏଠି ଜୀବନ ତା ପାଇଁ ଖୁସିର ବିଛଣା ବିଛାଇନି, ବରଂ ଯମ ଯନ୍ତ୍ରଣା ଆଣିଦେଇଛି। ଛାଟିପିଟି ହେଉଛି, ନିଜ ଦୁଃଖ ସେ କାହା ଆଗରେ କହିପାରୁନି, କିନ୍ତୁ ତାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ଭଗବାନ ଯେ ତାକୁ କେତେ କଷ୍ଟ ଦେଉଛନ୍ତି। ଗାଁ ଦାଣ୍ଡ କି ଘର ଭିତରେ ନୁହେଁ, ଏଇ ଖୁଣ୍ଟ ଓ ମାଟି ବାରଣ୍ଡା ତାର ଏକମାତ୍ର ସାହାରା ପାଲଟିଛି। ପରିବାର ଲୋକେ ଟିକେ ଯତ୍ନ ନେଉଛନ୍ତି ବୋଲି ତା ଜୀବନ ଟିକକ ବଞ୍ଚିଛି। ହାତ ଧରି ଖୁଆଇଲେ ଖାଉଛି, ପିଆଇ ଦେଲେ ପିଉଛି। ନିଜେ ଏତକ କରିବା ତା ପାଇଁ ସାତ ସ୍ୱପ୍ନ ପାଲଟିଛି। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଗୋଛାବାଡ଼ି ପଞ୍ଚାୟତ ଚଞ୍ଚରା ଗାଁରୁ ଆସିଛି ଏ ଚିତ୍ର। ପୁଅ କଥା କହିଲା ବେଳକୁ ବାପାର ଛାତିଟା ଆଜି ଫାଟି ପଡ଼ୁଛି। ପିଲାଆଡ଼ୁ ଆଜ୍ଞା ଟିକେ ଭଲ ଥିଲା। 3 ବର୍ଷ ପରେ ତାକୁ ଜ୍ୱର ହେଇକି ଏମିତି ହେଇଗଲା। ତାର ଜ୍ୱର ମାନେ ଗୋଟେ ଓଡ଼ିରେ ଜ୍ୱର ହେଉଥିଲା ରାତିରେ। ସେଇଠୁ ରାତି ପାହିଲାଠୁ ତାକୁ ପୋଲସରା ମେଡ଼ିକାଲରେ 7ଟା ସୁଦ୍ଧା ମୁଁ ସେଇଠୁ ଟ୍ରିଟମେଣ୍ଟ କରିବାକୁ ସାର୍ମାନଙ୍କୁ ରିକ୍ୱେଷ୍ଟ କରିଥିଲି। ସେଇଠୁ ଆଉ ଥରେ 10ଟା ସୁଦ୍ଧା ଗୋଟେ ଘଣ୍ଟାଟାରେ ଇଏ କରିଥିଲେ। ସେଇଠୁ ଆମ୍ବୁଲାନ୍ସରେ ପଠାଇଥିଲି ସାର୍ ବ୍ରହ୍ମପୁର। ତ ଗୋଡ଼ ସବୁ ମୁଠା କରୁଥିଲେ ସାର୍। ଆଉ ସେଇଠୁ ବ୍ରହ୍ମପୁର ନେବାକୁ ସାର୍ମାନେ କହୁଥିଲେ, ଯେତେବେଳେ ସେଇଠୁ ଆଉ ଥରେ ନେଇଗଲେ। ଏଇଠୁ ଘରେ ଆକା ଯେମିତି ଷ୍ଟାର୍ଟିଂ ହେଇଥିଲା ଜ୍ୱରଟା, ପୁରା ତାକୁ ଟିକେ ମିଲି ଆଖି ଯାକ କରିକି ହାତ ଯାକ ମୁଟା କରିକି ହିଁ ଜ୍ୱର ହେଉଥିଲା। କିଛି ଜାଣିପାରୁନି ଆଜ୍ଞା, ନ ଜାଣିବା ସକାଶେ ଆଜ୍ଞା କୁଟରେ ବାନ୍ଧିକିରି 8 ବର୍ଷ ହେଲାଣି ବାନ୍ଧିକି ରଖୁଛି ଆଜ୍ଞା। କାଶିଆ ଶବରଙ୍କ ବଡ଼ ପୁଅ ପ୍ରିୟରଞ୍ଜନ ଶବର। ଜନ୍ମ ପରେ ପ୍ରିୟରଞ୍ଜନ ପୁରା ଠିକ୍ ଠାକ୍ ଥିଲେ। 3 ବର୍ଷ ପର୍ଯ୍ୟନ୍ତ ଶରୀରର ଗଠନ ପୁରା ସ୍ୱାଭାବିକ ଥିଲା। ହେଲେ ହଠାତ୍ କି ଜ୍ୱର ହେଲା ଯେ ସବୁ କିଛି ବଦଳାଇ ଦେଲା। ହାତ ଗୋଡ଼ ମୁଠା ହୋଇଗଲା, ମୁଣ୍ଡ ଆଉ କାମ ଦେଲାନି। ପରିବାର ବି ନିଜ ସକ୍ଷମ ଅନୁସାରେ ପୁଅକୁ ଭଲ କରିବାକୁ ଏ ଡାକ୍ତରଖାନାରୁ ସେଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଲେ। ହେଲେ କିଛି ବି ଲାଭ ହେଲାନି। ତେଣୁ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିବା ବାପା କାଶିଆ ଶବର ପୁଅକୁ ଘରକୁ ଆଣି ଘର ବାରଣ୍ଡାରେ ତା ଯତ୍ନ ନେବା ସହ ଏଇ ଖୁଣ୍ଟରେ ବାନ୍ଧି ରଖିଛନ୍ତି। ଆଉ ତା ପରଠାରୁ ଏମିତି ଅସହାୟ ଭାବେ ବିତୁଛି ପ୍ରିୟରଞ୍ଜନଙ୍କ ଜୀବନ। ଏଇଟା ମାନେ କୁଆଡ଼େ କେମିତି ମନି ଚପଡ଼ ହେଉଛି। ଆଉ ଆମେ ତ କଟିଆ ଲୋକ, କୋଡ଼ିଲେ କାମ ଦାମ ଗଲାବେଳୁ ସେ ବାନ୍ଧିକିରି ଯିବାକୁ ପଡ଼ୁଛି ଆଜ୍ଞା। ବାନ୍ଧି ମାନେ ଖୁଣ୍ଟିରେ ବନ୍ଧା ହେଉଛି। ଏଇଟା ଗୋଡ଼କୁ ଖୁଣ୍ଟି ବାନ୍ଧିକି ରଖିଛୁ, ନହେଲେ କୁଆଡ଼େ ପଳାଉଛି ଆଜ୍ଞା। ତ କଷ୍ଟ ଲାଗୁଛି। ମାନେ ଅଲଗା ବିଭିନ୍ନ ପ୍ରକାରର ପିଲା ଯାକ ତାଙ୍କେ ଖେଳ ଟାଇମ୍ରେ ଇଣ୍ଡିଆର ମାନେ ବ୍ୟବହାର ପଡ଼ିକିରି ଅଛି। ମାନେ ଅଲଗା ଅଲଗା ପିଲା ଯାକ ତାଙ୍କେ କାମରେ ମାନେ ଖେଳୁଛନ୍ତି, ଭଲରେ ସ୍କୁଲ ଯାଉଛନ୍ତି, ଖାଇ ପିଇକି ଭଲ ରହୁଛନ୍ତି। ଆମ ପିଲା ସିନ୍ଦିଆର ହେଇଥାନ୍ତା ବୋଲି ଆମେ ଟିକେ ଖୁସି ରହିଥାନ୍ତୁ। ହୃଷ୍ଟପୃଷ୍ଟ ହୋଇ ଜନ୍ମ ହୋଇଥିବା ପ୍ରିୟରଞ୍ଜନକୁ ନେଇ ପରିବାର ଲୋକେ ଦେଖିଥିଲେ ଅନେକ ସ୍ୱପ୍ନ। ପୁଅ ବଡ଼ ହେବ, ରୋଜଗାର କରିବ। ହେଲେ ସ୍ୱପ୍ନ ସବୁ ସାକାର ହେବା ପୂର୍ବରୁ ଦୈବ ଏଠି ଦାଉ ସାଧିଲା। ପୁଅର କଷ୍ଟକୁ ଦେଖି ମା ଆଖିରୁ ଶୁଖୁନି ଲୁହ। ତେଣୁ ପୁଅର ଚିକିତ୍ସା ପାଇଁ ସରକାରଙ୍କ ନିକଟରେ ସେ ହାତ ଯୋଡ଼ି ଗୁହାରି କରୁଛନ୍ତି। ସାନବେଳେ ଭଲ ଥିଲା, ଜ୍ୱର ହେଇକି 3 ବର୍ଷ ଭଲ ଥିଲା, ଜ୍ୱର ହେଇକି ଏମିତି ହେଇଗଲା। ଏବେ ବାନ୍ଧିକି ରଖୁଛୁ, ବାନ୍ଧିକି ଭାତ ପାଣି ଦେଉଛୁ। କଷ୍ଟ ଲାଗୁଛି, କ'ଣ କରିବା ଆଜ୍ଞା। ଆମେ ତ ଗରିବ ଲୋକ, ଆଉ ବାନ୍ଧିକି ରଖୁଛୁ, ଆଉ ଛାଡ଼ିଦେଲେ କୁଆଡ଼େ ପଢ଼ଉଛି। ସେ ଯେ ଜଗୁଛି, ଆମେ କାମ ଦାମରେ ଟିକେ ଯାଉଛୁ, କଟିଲା ଆଣିଲେ ଖାଉଛୁ। ପିଲା ବାନ୍ଧିକି ରଖୁଛି, ସେ ପିଲା ଦେଖିଲେ ପାଠ ସାଠ ପଢ଼ୁଛନ୍ତି, ବାହାରେ ଯାଉଛନ୍ତି ବୋଲି କଷ୍ଟ ଲାଗୁଛି। ମୋ ପିଲା ବି ଟିକେ ପାଠ ପଢ଼ିଥାନ୍ତେ ବୋଲି ଭାବୁଛି। ଆଉ ସରକାର ଟିକେ ସାହାଯ୍ୟ କଲେ, ମୋ ପୁଅ ପାଇଁ ଗୋଟେ ଦେଖେଇଲେ, ଟିକେ ସାହାଯ୍ୟ କଲେ ମୋ ପିଲା ପାଇଁ ଟିକେ ଭଲ ହେଇଥାନ୍ତା ଆଜ୍ଞା। ମୋ ପିଲା ଟିକେ ଭଲ ହେଇଛି, ତାଠୁ ବଡ଼ କିଛି ନାହିଁ ଆଜ୍ଞା। ଦେଖନ୍ତୁ, ଆପଣମାନଙ୍କ ତରଫରୁ ଆମେ ପ୍ରିୟରଞ୍ଜନ ଶବର କଥା ଜାଣିବାକୁ ପାଇଛୁ। ଜିଲ୍ଲାପାଳଙ୍କ ଦୃଷ୍ଟିରେ ମଧ୍ୟ ରହିଛି ତାହା। ଆମେ ବ୍ଲକ ତରଫରୁ ଆମେ ତାକୁ ଭତ୍ତା ରାସନ କାର୍ଡ଼ ଘର ଦେଇଦେଇଛୁ। ଯେହେତୁ ଘର ସେମାନେ କରିପାରୁନାହାନ୍ତି, କିନ୍ତୁ ରାସନ ପାଉଛନ୍ତି। ଆଉ କଥା ହେଲା, ଚିକିତ୍ସା ପାଇଁ ମେଡ଼ିକାଲ ଅଫିସର ସହିତ ଆମେ ଯୋଗାଯୋଗରେ ଅଛୁ ଏବଂ ଜିଲ୍ଲାପାଳ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କେମିତି ତାକୁ ଅଧିକ ଚିକିତ୍ସା କରିବା ପାଇଁ କେଉଁଠି ଫଣ୍ଡ ହେବ, ସେଥିପାଇଁ ଆମେ ତାର ଇନକ୍ୱାରି ରିପୋର୍ଟ ସବମିଟ୍ କରୁଛୁ। ଜିଲ୍ଲା ସ୍ତରରେ ପଦକ୍ଷେପ ନିଶ୍ଚିତ ରୂପେ ନିଆଯିବ। ହସିବା ଖେଳିବା ବୟସରେ ଖୁଣ୍ଟରେ ବନ୍ଧା ହେଉଛି ଜୀବନ। ଶୈଶବ ଛଡ଼ାଇ ନେଇଛି ରୋଗ। ଦୀର୍ଘ 8 ବର୍ଷ ହେଲା ଖୁଣ୍ଟରେ ବନ୍ଧା ହୋଇ ଜୀବନ ଅତିବାହିତ କରୁଛନ୍ତି ପ୍ରିୟରଞ୍ଜନ ଶବର। ଯେଉଁ ବୟସରେ ପାଠ ପଢ଼ି ପରିବାରର ସାହାରା ହେବା କଥା, ସେହି ବୟସରେ ପରିବାରର ବୋଝ ସାଜିଛନ୍ତି ପ୍ରିୟରଞ୍ଜନ। ତେବେ
ପ୍ରିୟରଞ୍ଜନଙ୍କ ସମସ୍ୟା ନେଇ ପ୍ରଶାସନ କେବେ ତାଙ୍କ ପାଖରେ ପହଞ୍ଚୁଛି ତାହା ଦେଖିବାକୁ ବାକି ରହିଲା। ଗଞ୍ଜାମ ଜିଲ୍ଲା ପୋଲସରାରୁ ପିତବାସ ଦାସ,